ଗତକାଲିର ଅମିତ ଶାହାଙ୍କର ସୋନପୁର ପ୍ରୋଗ୍ରାମ ଆପଣମାନେ ଦେଖିଛନ୍ତି। ଏ ଯୋଉ ସୋନପୁରରେ ଅମିତ ଶାହା ଯୋଉଭଳି ଭାବରେ ସାଣିତ ଆକ୍ରମଣ କରିଛନ୍ତି ଏବଂ ଓଡ଼ିଆର ଅସ୍ମିତା, ଓଡ଼ିଆର ସଂସ୍କୃତି, ଓଡ଼ିଆର ପରମ୍ପରା, ଓଡ଼ିଆ ସ୍ୱାଭିମାନ ବିଷୟରେ କହିଛନ୍ତି ଏବଂ ତା ସହିତ ଖଣି ପାଣି, ଦୁର୍ନୀତି, ଅଣ ଓଡ଼ିଆ ଅଫିସର ଏସବୁ ବିଷୟରେ କହିଛନ୍ତି। ତ ୟା ପଛରେ କଣ ଅଛି? ଲୋକାୟିତ କଣ ଘଟଣା ଅଛି? ଏଟା କଣ ପୂର୍ବରୁ ଜାଣିନଥିଲେ କି କେନ୍ଦ୍ରୀୟ ନେତୃତ୍ୱ ଭାରତୀୟ ଜନତା ପାର୍ଟିର? ଯଦି ଜାଣିଥିଲେ ଚୁପ୍ କାହିଁକି ଥିଲେ? ନା ବର୍ତ୍ତମାନର ରାଜ୍ୟ ନେତୃତ୍ୱ ତାଙ୍କୁ କନଭିନ୍ସ କରିବାରେ ସଫଳ ହେଇଛି। ଯଦି ହେଇଛି କଣ ହବ ଆଗାମୀ ଦିନର ଅବସ୍ଥା, ଏ ବିଷୟରେ ଆଜି ଆମେ ଆଲୋଚନା କରିବା ତେରଛା ବାଣରେ। ମୁଁ ବିପିନ ଦାସ, ନମସ୍କାର। ପ୍ରିୟ ଦର୍ଶକ ବନ୍ଧୁ, ଜୋରଦାର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି। ପ୍ରଥମ ଚରଣର ନମିନେସନ ଶେଷ ହୋଇଛି। ଦ୍ୱିତୀୟ ଚରଣର ଓଡ଼ିଶାରେ ବିଜ୍ଞପ୍ତି ପ୍ରକାଶ ହୋଇଯାଇଛି। ଏହାରି ଭିତରେ ଆସିଛି ବିଜେପିର ଚାଣକ୍ୟ ଭାରତ ସରକାରଙ୍କର ଗୃହମନ୍ତ୍ରୀ ବରିଷ୍ଠ ନେତା ଅମିତ ଶାହା ଗତକାଲି ଓଡ଼ିଶା ଆସିଥିଲେ। ସେହି କ୍ରମରେ ସୋନପୁରରେ ଗୋଟେ ବିରାଟ ସାଧାରଣ ସଭାକୁ ଉଦ୍ବୋଧନ ଦେଇଥିଲେ। ସେ ଉଦ୍ବୋଧନରେ ଆମେ ଯାହା ଦେଖିଲୁ ଯେ ଜଗନ୍ନାଥଙ୍କୁ ବିଜୁ ଜନତା ଦଳ ଯେମିତି ଭାବେ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର କରି ନେଇଥିଲା, ଅମିତ ଶାହା ମହାପ୍ରଭୁ ଜଗନ୍ନାଥଙ୍କୁ କେବଳ ବିଜେଡିର ଅନୁବନ୍ଧିତ ଏହାକୁ ରାଜି ହୋଇନାହାନ୍ତି। ତାଙ୍କ ଆରମ୍ଭରୁ କହିଛନ୍ତି ଜୟ ଜଗନ୍ନାଥ, ଶେଷରେ କହିଛନ୍ତି ଜୟ ଜଗନ୍ନାଥ। ଭିତରେ 19 ମିନିଟ୍ ଭାଷଣ ଭିତରେ 19 ଥର ଜଗନ୍ନାଥଙ୍କ ନାମ ନେଇଛନ୍ତି। ଜୟ ଶ୍ରୀରାମ ବି କହିଛନ୍ତି, କିନ୍ତୁ ସର୍ବାଧିକ ଜଗନ୍ନାଥଙ୍କର ନାଁ ନେଇଛନ୍ତି। ଏଠୁ ଆପଣ କଣ ଭାବୁଛନ୍ତି? କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଅମିତ ଶାହା? ଯେ ଜଗନ୍ନାଥଙ୍କ ନାଁରେ ଯୋଉ ଭୋଟ ଜଗନ୍ନାଥଙ୍କ ପାଇଁ ବିଜୁ ଜନତା ଦଳ ସମର୍ପିତ, ବିଜୁ ଜନତା ଦଳ ଜଗନ୍ନାଥର ନେତା କେବଳ ଚିନ୍ତା କରୁଛନ୍ତି ଜଗନ୍ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି। ଏଭଳିଆ ବାର୍ତ୍ତା ଖଣ୍ଡନ କରିଛନ୍ତି ଗତକାଲି ଆମର ଅମିତ ଶାହା ଏବଂ ଜଗନ୍ନାଥଙ୍କୁ ମଧ୍ୟ ନେଇକରି ସେ କେବଳ ବିଜୁ ଜନତା ଦଳର ଏଇଟା ପୈତୃକ ସମ୍ପତ୍ତି ନୁହେଁ, ଏଇଟା ସାରା ଭାରତ ବର୍ଷର ଏବଂ ପଛରେ ବି ବିଜୁ ଭାରତୀୟ ଜନତା ପାର୍ଟି ପଡ଼ିଲେ ଏଭଳି ବାର୍ତ୍ତା ଦେବାକୁ ଚାହିଁଛନ୍ତି। ତାପରେ ଆଉ ଗୋଟେ କଥା ଦେଖନ୍ତୁ, ଆଉ ଗୋଟେ ବଡ କଥା ସେ କହିଛନ୍ତି, ଓଡ଼ିଶା ଯୋଉ ସାରା ଭାରତ ବର୍ଷରେ ମୋଦି ହାୱା ଚାଲିଛି, ଲହର ଚାଲିଛି, ତା ଭିତରେ ଓଡ଼ିଶାର ସ୍ୱତନ୍ତ୍ରତା ଅଛି। ଏଠି ଓଡ଼ିଆ ଲୋକ ମୋଦିଙ୍କୁ 20 ଲୋକସଭା ସିଟ୍ ଦେବା ସହ 100ରୁ ଆସନ ଅଧିକ ଦେଇକି ସରକାର କରେଇବେ ଏବଂ ଏଇଟା ହେଉଛି ତାଙ୍କ ଆଖି ଆଗରେ ଓଡ଼ିଶାର ଭିନ୍ନତା। ଏଠି ତୃତୀୟ କଥା ସେ ବଡ କଥା କହିଛନ୍ତି, ଯୋଉ କଥାଟା କି ରାଜ୍ୟ ବିଜେପି କହୁଛି। ଆଜି ପର୍ଯ୍ୟନ୍ତ କୌଣସି କେନ୍ଦ୍ରୀୟ ନେତା ଆସିକରି ଯୋଉ ବିଷୟରେ କହିନାହାନ୍ତି, ଅମିତ ଶାହା ଗତକାଲି ଓଡ଼ିଶା ବିଜେପିର ଭାଷାଟାକୁ କହିଛନ୍ତି। ସେ କଣ? ଭାଷା, ସଂସ୍କୃତି, ଅସ୍ମିତା ସୁରକ୍ଷା ଏବଂ ସ୍ୱାଭିମାନ ବଞ୍ଚିବା ପାଇଁ ଭାରତୀୟ ଜନତା ପାର୍ଟିକୁ ସରକାରକୁ ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି। ଏଇଟା ଆଜ୍ଞା ଦେଖନ୍ତୁ, ଗୋଟେ ବଡ ଜିନିଷ କହିଛନ୍ତି। ସେ ବି ଅସ୍ମିତା କଥା କହୁଛନ୍ତି, ଭାଷାର କଥା କହୁଛନ୍ତି। ଏଇ ଯୋଉ ଆକ୍ରମଣଟା ସିଧାସଳଖ କାହା କହୁଛି? ତାଙ୍କ ଭାଷଣ ବି କ୍ଲିୟର କରିଛନ୍ତି ଯେ 25 ବର୍ଷ ଧରିକି ଶାସନ କରୁଥିବା ଲୋକଟା ଓଡ଼ିଆ କହିପାରୁନି କହିଛନ୍ତି ନା। ତ ଅସ୍ମିତା କୋଉଠି ନଷ୍ଟ ହଉଛି? ପାଣ୍ଡିଆନଙ୍କ କ୍ଷେତ୍ରରେ ନଷ୍ଟ ହଉଛି, ପାଣ୍ଡିଆନଙ୍କ ପାଇଁ ସ୍ୱାଭିମାନ ନଷ୍ଟ ହଉଛି। 3 ଦିନ ତଳେ ଏ ସୋମବାର ଦିନ ଲୁଙ୍ଗି ପିନ୍ଧିକି ବୋଲି ଦେଇଛନ୍ତି। ତ ଏ କଥାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଜିକାଲି ଗ୍ରହଣ କରିନେଇ ସାରିଛନ୍ତି। ଯେଠିକି କିଛି ଗୋଟେ ହଉଛି। ଆଉ ଗୋଟେ ବଡ ଜିନିଷଟା କଥା କହିଛନ୍ତି, ଯୋଉଟା କି ଓଡ଼ିଶାର ବିଜେପି କହୁଛି, ଏଠି ଅଫିସରଙ୍କ ମାଧ୍ୟମରେ ଆତଙ୍କରାଜ ଏବଂ ଦୁର୍ନୀତି କରୁଛି। ନବୀନ ବାବୁ ତାଙ୍କର ନିର୍ବାଚିତ ପ୍ରତିନିଧି ଅଛନ୍ତି, ତାଙ୍କୁ ଗଣ୍ୟ କରିଦେଇ ଏଠି ଆଉ ଗଣତନ୍ତ୍ର ନାହିଁ। ଏଠି ଆମର ଯୋଉ ନିର୍ବାଚିତ ସରକାରର ଶାସନ ଚାଲୁନାହିଁ। ନବୀନ ବାବୁଙ୍କ ସମୟରେ ଅଫିସର ରାଜ ଚାଲିଛି, ଏଟାକୁ ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଆଉ ଗୋଟେ କଣ କଥା କହିଛନ୍ତି ନା, ପାଣି ଖଣି ଆଦି ଖଣିଜ ପଦାର୍ଥ, ପାଣି ଏସବୁ ସାରା ଭାରତର ଯେତିକି ଅଛି ସବୁଠୁ ବଳକା ରାଜ୍ୟ ହେଉଛି ଓଡ଼ିଶା।
ଏଇଠି ସବୁଠୁ ଦରିଦ୍ର ରାଜ୍ୟ ହେଉଛି ଓଡ଼ିଶା। ଏ ଯୋଉ ଅସମାନତା ବିଷୟରେ ମଧ୍ୟ କାଲି ସେ ଉଲ୍ଲେଖ କରିଛନ୍ତି। ଆଉ କଣ ହଉଛି ନା ସର୍ବାଧିକ ଦାଦନ ଖଟିବା ପାଇଁ ବେଙ୍ଗଲୋର, ସୁରାଟ, ଗୁଜରାଟ, କର୍ଣ୍ଣାଟକ, କେରଳ ଏସବୁ ରାଜ୍ୟକୁ ଓଡ଼ିଶାରୁ ସର୍ବାଧିକ ଲୋକ ଯାଉଛନ୍ତି। ଏ କଥା ବି କହୁଛନ୍ତି। ଆଜ୍ଞା ମନେ ରଖନ୍ତୁ, ଏସବୁ କଥା ଓଡ଼ିଶା ବିଜେପି ଉଠଉଛି। ଅତୀତରେ କୌଣସି କେନ୍ଦ୍ରୀୟ ନେତୃତ୍ୱ ଏ ବିଷୟରେ କହିନଥିଲେ, ଯୋଉଟା ଗତକାଲି ଅମିତ ଶାହା କହିଛନ୍ତି। ଆଉ କଣ କରିଛନ୍ତି, କୋଉ ପୁରା ଜୋଶରେ କହିଛନ୍ତି, 50,000 ଜନସମାବେଶକୁ କହିଛନ୍ତି ଯେ ଓଡ଼ିଶାର ଦୁର୍ନୀତିଗ୍ରସ୍ତ ଅପାରଗ, ଅସ୍ମିତା ଏବଂ ସ୍ୱୈମାନପୁରରେ ଆଞ୍ଚ ଆଣୁଥିବା ଓଡ଼ିଶାରେ ନବୀନ ବାବୁଙ୍କ ସରକାରକୁ ଉଖାଡକେ ଫେକ୍ ଦो, ଓପାଡ଼ିକି ଫୋପାଡ଼ି ଦେବା ପାଇଁ ଆହ୍ୱାନ ଦେଇଛନ୍ତି। 2019 ମସିହା ମନେ ଅଛି ତ, କହିଥିଲେ ପୋଡ଼ା ଟ୍ରାନ୍ସଫର୍ମ ବଙ୍ଗୋପସାଗରରେ ଭସେଇ ଦିଅ, ପୁଣି ସେଇ ଭାଷାକୁ ଫେରିଛନ୍ତି। ତା ଅର୍ଥ ଭାରତୀୟ ଜନତା ପାର୍ଟି ବିଧାନସଭା ଓ ଲୋକସଭା ନିର୍ବାଚନକୁ ପୁରା ଆକ୍ସନ ମୋଡରେ ନେଇଛି ଏବଂ ନବୀନ ବାବୁଙ୍କୁ ଟାର୍ଗେଟ କରିଛନ୍ତି। ପ୍ରତ୍ୟେକ କଥାରେ ଗତକାଲି ସେ ନବୀନ ବାବୁଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଅସ୍ମିତା କଥା କହିଛନ୍ତି। ପାଣ୍ଡିଆନଙ୍କୁ ନାଁ ନ ନେଇକି ମଧ୍ୟ ଓଡ଼ିଶାର ଅସ୍ମିତା କଥା କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହା। ଆଉ କଣ କରିଛନ୍ତି ନା ରାମ ମନ୍ଦିର ପ୍ରତିଷ୍ଠା ବେଳେ, ନିର୍ମାଣ ବେଳେ ସେ ଯୋଉ ତାକୁ ଭଣ୍ଡୁର କରିବା ପାଇଁ ବଡ କଥାରେ କହିଛନ୍ତି, ତାକୁ ଭଣ୍ଡୁର କରିବା ପାଇଁ ଏ ରାଜ୍ୟ ସରକାର, ନବୀନ ସରକାର ମଧ୍ୟ କୌଶଳାତ୍ମକ କାର୍ଯ୍ୟକ୍ରମ ନେଇଥିଲେ। ସେଟା କଣ, ଠିକ ସେତିକି ବେଳେ ଜଗନ୍ନାଥଙ୍କର ଯୋଉ ପରିବର୍ତ୍ତନ କଲେ, ଜଗନ୍ନାଥଙ୍କ ଚାରିପଟରେ ଯୋଉ ରାସ୍ତା ଏବଂ ପାଇଖାନା କଲେ ଏବଂ ପୁରା ଗାଁ ଓଡ଼ିଶାର ଜଗନ୍ନାଥଙ୍କୁ ଭିକାରୀ କରିଦେଇକି ବୁଲେଇଲେ ଏବଂ ସେଠି ଯୋଉ ସମ୍ବଲପୁରରେ ପଶ୍ଚିମ ଓଡ଼ିଶା ଲୋକଙ୍କୁ ଭକୁଆ ବନେଇବା ପାଇଁ ମଧ୍ୟ ସେଠି ମା ସମଲେଇ ମନ୍ଦିରଙ୍କର ପାଖରେ କଲେ, ସେଆକୁ ଆଖି ଆଗରେ ରଖି ଅମିତ ଶାହା କହିଛନ୍ତି ଏଠି ନବୀନ ସରକାର ମଧ୍ୟ କଂଗ୍ରେସ ଯୋଉ ରାମ ବିରୋଧୀ କଂଗ୍ରେସ, ସେ ରାମ ବିରୋଧୀ ହେଇକରି ଏଠି ତାକୁ ହାଇଜାକ୍ କରିବା ପାଇଁ ଚେଷ୍ଟା କରିଛନ୍ତି। ସ୍ପଷ୍ଟ ଭାବରେ କହିଛନ୍ତି ଏ କଥା। ଆଉ କଣ କହିଥିଲେ ନା ଏ ଯୋଉ ବିଭିନ୍ନ ଯୋଜନା ଯୋଉ କେନ୍ଦ୍ର ସରକାର ଦଉଛି ତାକୁ ନବୀନ ବାବୁ ଅଫିସର ମାନଙ୍କ ସହାୟତାରେ, ଅଣ ଓଡ଼ିଆ ଅଫିସର ମାନଙ୍କ ସହାୟତାରେ ନିଜର କରି ନେଉଛନ୍ତି। ଚାଉଳ କଥା କହିଛନ୍ତି, ଯେ ଅଖାବେକ କଥା ବି କହିଛନ୍ତି। ଦେଖନ୍ତୁ ଆଜ୍ଞା କେତେ ଡିଟେଲ୍ସ ତାଙ୍କ ପାଖରେ ଖବର ପହଞ୍ଚି ଏବଂ ବର୍ତ୍ତମାନ ରାଜ୍ୟ ନେତୃତ୍ୱ ତାଙ୍କୁ କନଭିନ୍ସ କରାଇଦେବାରେ, ବୁଝେଇବାରେ ସକ୍ଷମ ହେଇଛି। ଯେ କହିଛନ୍ତି ଫ୍ରିରେ ଚାଉଳ ଦଉଛନ୍ତି ନରେନ୍ଦ୍ର ମୋଦି, ଏଠି ନବୀନ ସରକାର ତାକୁ ଗୋଟେ ଅଖାବରା ଦେଇକରି ତାକୁ ସେ ତାର କରି ନେବା ପାଇଁ ଅପଚେଷ୍ଟା କରୁଛି। ଆଉ ଗୋଟେ ବଡ କଥା କହିଛନ୍ତି ଯେ 10,000 କୋଟି ଟଙ୍କା ପାଣି ପାଇଁ ଦେଇଥିଲା ବେଳେ ଘରକୁ ଘର ପାଣି ଯିବ ରାଜ୍ୟ ସରକାରଙ୍କ ପାଖକୁ, ସେଟା ସବୁ କେନ୍ଦ୍ର ସରକାର କରିପାରିବ ନା, ରାଜ୍ୟ ଜରିଆରେ ଯିବ। ତ ସେଥିରୁ ମାତ୍ର ସେ ଏବେ 5,000 କୋଟି ଟଙ୍କା 5 ବର୍ଷ ଭିତରେ ଖର୍ଚ୍ଚ କରିଛନ୍ତି। ଆଉ 5,000 ଟଙ୍କା ଗଫାଲତ ହେଇଛି, କୁଆଡେ ଯାଇ ତାର ହିସାବ ନାହିଁ। ଏ କଥା କେନ୍ଦ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଉ ଆୟୁଷ୍ମାନ କଥା ମଧ୍ୟ କହିଛନ୍ତି। ଆଉ ଗୋଟେ କଥା କହିଛନ୍ତି, ଏଠି କପା ଚାଷ ହଉଛି ସେ ଅଞ୍ଚଳରେ, ଏଠି ଟେକ୍ସଟାଇଲ ମିଲ୍ ତାକୁ କୁଆଡେ ନେଇଛନ୍ତି। ସେ ସରକାର କହିଲେ ଟେକ୍ସଟାଇଲ ମିଲ୍ କରିବେ, ଏଠି ଯୋଉ ଫିସରୀ କଲେଜ କରିବେ, ସେଠି ଆୟୁର୍ବେଦିକ କଲେଜ କରିବେ ଏବଂ କରିକିରି ସେମାନେ ତାକୁ ଏଠି ଅନଏମ୍ପ୍ଲୟମେଣ୍ଟକୁ ଦୂର କରିବେ। ଆଉ ବଡ କଥାରେ କହିଛନ୍ତି ଜଗନ୍ନାଥଙ୍କ ଟୁରିଜିମ ଯୋଉ କରିଛନ୍ତି ଆମର ନବୀନ ବାବୁ ପାଇଖାନା ଚାଟା କରିକି, ଏଟାକୁ ସେ ଟୁରିଜିମ ନାଁରେ ଗୋଟେ ଭଣ୍ଡାମି କରିଛନ୍ତି, যেটা কি আকৃষ্ট হোনে বিদেশী মানুষ কিংবা স্পষ্ট ঠিক লাগুনা। সে দৃষ্টি ইয়াকু কাশী বিশ্বনাথ ভায়া সরকার আসলে ওড়িশার কাশী বিশ্বনাথ ভায়া টুরিজম প্লেস করবে এবং তার ব্যাপক বিকাশ করবে জগন্নাথ ক্ষেত্রକୁ এভাবে প্রতিশ্রুতি সে দিয়েছেন। ଆଉ ଗୋଟେ କହିଛନ୍ତି, পুনর্বার কହୁଛୁ ଯୋଉଟା ଏଠି ରାଜ୍ୟ ବିଜେପି କହୁଛି ସେ କଥା ସେ କହିଛନ୍ତି, ଖଣି ପାଣି ଏସବୁ ଲୁଟ୍ କରି ନେଉଛି। ଏଠି ଶିକ୍ଷିତ ବେକାର ସଂଖ୍ୟା ବୃଦ୍ଧି ପାଉଛି। ଏଠି
जो आमर सबू थाई एटी कारखाना नहीं एटी किछि डेभलप होना एवं 20 वर्ष तलकू नवीन बाबू सरकार ओडिशा को नहीं जाइछन्ति एवं विकास इतिहास रे वर्तमान विनाश इतिहास बिजु जनता दल करछि एवं नवीन बाबू सरकार करछि ए विषय से कड़ा टिप्पणी देइछन्ति कड़ा अभिमुख्य नहीं तो यही सब कथा को आम जदि आलोचना करवा ताल देखा कौन जो ब्लैक रोज खणीर दुर्नीति पानी दुर्नीति डाली दुर्नीति सब क्षेत्र जो जमी किणवार दुर्नीति निर्वाचन बॉन्ड दुर्नीति 9,000 कोटी टंका जो 5T दुर्नीति ए सब खणी ये सब सीबीआई ईडीआई पुणी लगी कि कारण से जानी सारी पांड्यान जहाँ कथा जाऊँगी पांड्यान ये सब कहते नवीन बाबू किसी करपारग हो तो टार्गेट एवं पांड्यान हेनी तो पांड्यान और नवीन बाबू और समग्र बिजु जनता दल वर्तमान जदि केंद्र सरकार पुनर्बार क्षमता को फेरला एवं ये राज्य सरकार है मैंने समस्ते अरविंद केजरीवाल अवस्था फेर तो कारण ये दुर्नीति समस्ते अच्छा ना बबी बाबू अच्छा दुर्नीति पांड्यान बाबू अच्छा स्त्री अच्छा जो मिशन शक्ति ना घोटाला चलती किए ना ता भर जी दुर्नीतिग्रस्त लोक बड़ बड़ दुर्नीति छोटिया मोटिया दुर्नीतिग्रस्त किए कौन है तो सब अच्छा कि बड़ शेउल बड़ इलिशी बड़ बड़ दुर्नीतिग्रस्त लोक जो बिजु जनता दल अच्छा से कला बादल आसो तो यहाँ कौन आमर यांकर केंद्र गृहमंत्री अमित शाह जो सब कथा जानिले एवं कड़ा टिप्पणी देले एवं जगन्नाथ को केवल हस्तमुद्रिका कले बिजु जनता दल एवं नवीन बाबू एवं अणओडिया प्रशासक विषय जो तीव्र शाणित आक्रमण करिसेंती बिजु जनता दल उपर एवं नवीन बाबू उपर विशेष कर पांड्यान उपरे एठी अवस्था कौन हम आगामी दिन में ये कौन वर्तमान पुणी शरणापन्न हेबे कि वर्तमान शरणापन्न हेबे कि पूर्व जमीका राष्ट्रपति प्रार्थी के मान साहाय्य करते सब करते क्षमता नथिले भोट नथिले रेलवे मंत्री की जिते पुणी पुनर्बार सेकेंड टाइम जितेले जो भय थिला से भय वर्तमान जो पुणी उखाड़ी आसिक केंद्र गृहमंत्री कौन बार्ता दूसरी ये बिजु जनता दल सांगे जीवन जान दे कि भारतीय जनता पार्टी लड़ुची मेंट गोटे कला भितरिया मेंट से भाया किसी मेंट होना एवं एठी भारतीय जनता पार्टी प्रचंड बहुमात्रा आसिक ओडिशा शासन करने कला कौशल से लगे एवं 20 आसन संसदीय आसन नापी चेष्टा कर तो सर्वोपरि एठी अमित शाह जो चतुर आखि श्वान चक्षु वर्तमान बिजु जनता दल पड़े पड़ी नवीन बाबू पड़ी ब्लैक रोज उपरे पड़ी मालिक किए ब्लैक रोज संबलपुर लड़ुंट बबी दास एवं पांड्यान बहुत शीघ्र पूरा जाल रे पड़े एवं टणा जा कोल को आसवे एवं बंधा जीवे न तामिल पड़े एभली अवस्था सृष्टि होती आम आज समीक्षा कर तो समीक्षा केमती लगे आप निश्चित भाव कमेंट जोगे जनइबे आज नमस्कार।